विश्वस्त सूत्रରୁ ମିଳିଥିବା सूचनाକୁ आधार କରି ଖଣ୍ଡଗିରି ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ संपृक्त थानार पुलिस टीम भुवनेश्वर एम हस्पिटाल निकटରେ ଅତର୍କିତ ଚଢ଼ାଉ କରିବା ସହ ଅଭିଯୁକ୍ତ ସର୍ବେଶ୍ୱର ସେଠୀଙ୍କୁ ବେଆଇନ ଗଞ୍ଜେଇ ହେପାଜତରେ ରଖି ଏକ ନମ୍ବରବିହୀନ ଇଲେକ୍ଟ୍ରିକ୍ ସ୍କୁଟି ଉପରେ ବସିଥିବା ସମୟରେ କାବୁ କରିବାରେ ସକ୍ଷମ ହୋଇଥିଲେ। ଅଭିଯୁକ୍ତର ତଲାସି ବେଳେ ପୁଲିସ ତାଙ୍କ ହେପାଜତରୁ 40,100 ଟଙ୍କା ସହିତ ଗୋଟିଏ ଜରି ବସ୍ତାରେ ଥିବା 3 କେଜି ଓଜନର ଗଞ୍ଜେଇ ଓ ଅପରାଧରେ ବ୍ୟବହୃତ ହୋଇଥିବା ଏକ ନମ୍ବରବିହୀନ ଇଲେକ୍ଟ୍ରିକ୍ ସ୍କୁଟି ଜବତ କରିଥିଲେ। ପଚରାଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ୱୀକାର କରିବା ସହ କିଛି ଟଙ୍କା ଉପାର୍ଜନ ପାଇଁ ଏହି ବେଆଇନ ଗଞ୍ଜେଇକୁ ନୟାଗଡ଼ ଅଞ୍ଚଳରୁ ସଂଗ୍ରହ କରି ସ୍ଥାନୀୟ ଅଞ୍ଚଳର ବ୍ୟବସାୟ କରିଆସୁଥିବାର ଦର୍ଶାଇଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଖଣ୍ଡଗିରି ଥାନା ପୁଲିସ ଏକ ବେଆଇନ ଗଞ୍ଜେଇ ବିକ୍ରି ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ସର୍ବେଶ୍ୱର ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି। ଜନସାଧାରଣମାନେ ନିଶା କାରବାର ଜନିତ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ୱାଟ୍ସଆପ୍ ନମ୍ବର 7077798111 ଜାରି କରାଯାଇଛି। ବ୍ୟୁରୋ ରିପୋର୍ଟ ଏକାମ୍ର ନ୍ୟୁଜ୍ ଏଜେନ୍ସି।